ହଇରେ ସନା, ତୋର ପା ଘର ପୋଡ଼ି ଯାଇଛି, ତୋ ଆଖିରେ ଟିକେ ବି ଲୁହ ନାହିଁ କିରେ? ଗାଁ ସାରା ଲୋକ ହୋ ହାଲ୍ଲା କରି ପାଟି କରୁଥାନ୍ତି। ଗରିବ ପିଲା ସନା, ବାପ ଅଜା ସାତ ପୁରୁଷର ସେଇ ଭଙ୍ଗା ଚାଳିଆ ଆଜି ଧୂଳିସାତ ହୋଇ ମାଟିରେ ଗଡ଼ୁଛି। ସାଇ ଭାଇ ବିରାଦରି ସମସ୍ତେ ଆଶ୍ୱାସନା ଦେଉଥାନ୍ତି, ସନା କିନ୍ତୁ ଚୁପଚାପ ଗୋଟିଏ କଡ଼ରେ। ଦନେଇ କକା ଆସି ସନାକୁ ପଚାରୁଥାନ୍ତି, ହଇରେ ସନା, ପଥର ପାଲଟି ଗଲୁ ନା କ'ଣ? କହ କିଛି, କେମିତି ଚଳିବୁ, କେଉଁଠି ରହିବୁ, କ'ଣ ଖାଇବୁ? ହେ ଭଗବାନ, ଏ କି ଦଶା ଏ ପିଲାର? ଆଉ ଚୁପ୍ ରହିଲାନି ସନା, ଚିତ୍କାର କଲା, ଆରେ ସମସ୍ତେ ଭଗବାନଙ୍କୁ କାହିଁ ଦୋଷ ଦେଉଛ? ମୋର ଘର ନୁହେଁରେ, ସାତ ପୁରୁଷର ଭିଟା ମାଟି, ତାଙ୍କର ସ୍ୱପ୍ନ ଆଶା ଆକାଂକ୍ଷା, ତାହା ସହିତ ସହିତ ମୋର ଭଗବାନ ମଧ୍ୟ ସେଇ ଘରେ। ଆଉ ଏଇମାନେ ଯେଉଁମାନେ ମୋତେ କୁମ୍ଭୀର କାନ୍ଦଣା କାନ୍ଦି ଆଶ୍ୱାସନା ଦେଉଛନ୍ତି, ମାତ୍ର କିଛି କ୍ଷଣର, କେହି ପିଠିରେ ପଡ଼ିବେନି, ହୋ ହାଲ୍ଲା କରି ଯିଏ ଯୁଆଡ଼େ ଚାଲିଯିବେ। ଆରେ ଏ କାନ୍ଦ ମିଛ କାନ୍ଦ। ମୁଁ ମନା କରୁଥିଲି ନା, ମୋ ଦାଣ୍ଡ ଦୁଆରେ ନିଆଁ ଜାଳନି, ଶୀତ ଦାଉରୁ ରକ୍ଷା ପାଇବ ବୋଲି ମୋ ଦାଣ୍ଡରେ। ମୁଁ ଏବେ ଶୀତ ଦାଉରୁ କେମିତି ରକ୍ଷା ପାଇବି? ଦନେଇ କକାଙ୍କ ସହିତ ସାରା ଗାଁ ଲୋକଙ୍କ ପାଟିରୁ କଥା ବାହାରୁନି। ଧନ୍ୟବାଦ।